ବ୍ୟାରାଜ ହେଉଛି ହଳଦାପଡ଼ା ବ୍ୟାରାଜ। ଏଠାରେ ହେଉଛି ଦୟା ନଦୀର ଶାଖା ରାଜନଦୀ। ଏଠାରେ ପାଣି ବହୁତ ଲୋକ ମାନେ ଚଳନ୍ତି, ଚଳପ୍ରଚଳ କରନ୍ତି, ଜାଲ ପକାନ୍ତି, ମାଛ ଧରନ୍ତି। ଏ ଗଙ୍ଗା ପାଣି ଆସିବାରୁ ବହୁତ ମାଛ ମରି ଭାସି ମାନେ 10 କୁଇଣ୍ଟାଲ ଲେଖାଁ ଭାସିକି ଗଲାଣି। ବହୁତ ପଚାରେ ଆଉ ଲୋକ ଗାଧେଇ ପାରୁନାହାନ୍ତି। ଜଳବାୟୁ ପୁରା ନାଳି ପାଣି ଯେ ପଚା ଗ୍ୟାସ୍ ହେଉଛି, ଆଉ ଦେହ ମୁଣ୍ଡ କୁଣ୍ଡେଇ ହେଉଛି, ବହୁତ ପ୍ରକାର ହିଂସା ହୁଅନ୍ତି ଲୋକ। କି ମାଛ ସବୁ ମରିଛି? ବାଳିଆ, ଭାକୁର, ରୋହି, ମିଟିଗାଳିଆ, ପୋହଳା ସବୁ ମୀରା ଫିରା ସବୁ ମରୁଛନ୍ତି, ଡାଙ୍ଗଳା ଫାଙ୍ଗଳା ସବୁ। ଆଜ୍ଞା, ଇଏ ହେଉଛି ସତ୍ୟବତୀ ନିର୍ବାଚନ ମଣ୍ଡଳୀର 14 ମୌଜା ମନ୍ଦାରବସ୍ତ, ବଡ଼ପୁଟୁ, ଢୋଲପାଟଣା, ସାନପୁଟୁ ଇତ୍ୟାଦି ଏମିତି ଲୋକ ବି ଏଠି 10-15 ହଜାର ଲୋକ ଜନବସତି ରହିଛନ୍ତି। ଏଠି ଗୋଟିଏ ନଈରେ ସମସ୍ତେ ନିର୍ଭର କରୁଛନ୍ତି। ଇଏ ପାଣି ଦ୍ୱାରା ସମସ୍ତେ ଚଳୁଛନ୍ତି। ଇଏ ପାଣିରେ ଏମିତି ବିଷାକ୍ତ ପାଣି ଆସୁଛି ଯେ ଯୋଉଟାକି ଲୋକ ଗୋରୁ ଗାଈ ତ ଖାଇପାରୁନାହାନ୍ତି, ମଣିଷ କ'ଣ ଖାଇବେ? ଲୋକଙ୍କ ଦ୍ୱାରା ମାଛ ତ ମରିକି ଭାସୁଛନ୍ତି। ଏଥିରେ ମାଛ, ରୋହି, ଭାକୁର, କେରାଣ୍ଡି, କଣ୍ଟିଆ ଇତ୍ୟାଦି ଇତ୍ୟାଦି ଜଳଜନ୍ତୁ ଯେତେ ରହିଲେ ସବୁ ମରିକି ଭାସୁଛନ୍ତି। ଆଜ୍ଞା, ଇଏ ପାଣି ବିଷାକ୍ତ ଏମିତି ହେଲାଣି ଯୋଉଟାକି ଲାଷ୍ଟକୁ ପିଲା ଛୁଆଙ୍କ ଦେହରେ ବାଜିଲା ମାନେ ପିଲା ଛୁଆ ବି ଇନଫେକ୍ସନ ହେଉଛନ୍ତି। ଆଜ୍ଞା, ପ୍ରଶାସନ ଏଇ ଦ୍ୱାରା କିଛି ତାଙ୍କର କିଛି ଆଗକୁ କିଛି କ'ଣ ପ୍ରତିଭାଗ କ'ଣ କରିବା କ'ଣ ନାହିଁ କିଛି ଆଗରେ ପ୍ରଶାସନ ଏପର୍ଯ୍ୟନ୍ତ ଆମ ପାଖରେ ପହଞ୍ଚି ପାଇଲାଣି। ପାଣି ବି ବନ୍ଦ କରୁନାହାନ୍ତି। ପାଣି ଆଜ୍ଞା ଭୁବନେଶ୍ୱର ଗଙ୍ଗୁଆ ନଳ ଭଳି କହୁଛନ୍ତି। ଆଜ୍ଞା, କୋଉ ଫ୍ୟାକ୍ଟ୍ରି ପାଣି ଦଉଛି କି ଡ୍ରେନ୍ ପାଣି ଦଉଛି ଏପର୍ଯ୍ୟନ୍ତ ଆମେ ଗାଁ ଗହଳି ଲୋକ ଆମେ କ'ଣ ଜାଣିବୁ? ଆଜ୍ଞା, ଆମେ ଏଠି ମାଛ ଫାଛ ମାରିକିରି ଚଳୁଥିଲୁ। ଏ ଅବସ୍ଥା ବର୍ତ୍ତମାନ ଡ୍ରେନ୍ ପାଣି ଛାଡ଼ି ନଷ୍ଟ ଫଷ୍ଟ କରିକି ଆମର ମାଛ ମାରି ମଣିଷ ମାନେ ଗାଧେଇ ପାରୁନାହାନ୍ତି। ଗାଧେଇବା ପାଇଁ ବହୁତ ଅସୁବିଧା, ସବୁ ପ୍ରକାର ଅସୁବିଧା। ଲୋକମାନେ ପାଣି ମଧ୍ୟ ପାଉନାହାନ୍ତି। ଖରାଦିନ ହେଲାଣି, ଖରାଦିନ ବହୁତ ଅସୁବିଧା ହେଉଛି। ସେଥିପାଇଁ ଆମକୁ ଆଜ୍ଞା କିଛି କରାଯାଉ, ସରକାରଙ୍କ ତରଫରୁ କିଛି ସାହାଯ୍ୟ। ଡ୍ରେନ୍ ପାଣି ବନ୍ଦ କରନ୍ତୁ। ଏ ଡ୍ରେନ୍ ଗଙ୍ଗୁଆ ଡ୍ରେନ୍ ପାଣି ଆସୁଛି, ସବୁ ମାଛ ମରିଗଲେଣି। ମାଛ ଲୋକ ବି ଆଉ ଯାଇ ଆସିପାରୁନୁ। ଆମେ ମାନେ ଏଇଠି ଚଳିପାରୁନୁ, ରହିପାରୁନୁ, ଏଠି ଗାଧେଇ ପାରୁନୁ। ସବୁ କିଛି ଆମର ଏଇଠି ନଈରେ